ଜୟ ଜଗନ୍ନାଥ। ସଂସାରକୁ ମଙ୍ଗଳ ରଖ ପ୍ରଭୁ। ଆମ ଦର୍ଶକ ମାନଙ୍କୁ ସବୁବେଳେ ଖୁସିରେ ରଖ, ଆନନ୍ଦରେ ରଖ ପ୍ରଭୁ। ଆଜି ହଉଛି ପବିତ୍ର ଜାଗର। ଜାଗର ଯେହେତୁ ମୁଁ ଗୋଟେ ମନ୍ତ୍ର ବୋଲୁଛି ଶିବଙ୍କର, ଓಂ ତ୍ରୟମ୍ବକମ୍ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ଉର୍ବାରୁକମିବ ବନ୍ଦନାଥ ମୃତ୍ୟୁର୍ମୁକ୍ଷୀୟମାମୃତାତ୍। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ପ୍ରଭୁ। ସଂସାରକୁ ମଙ୍ଗଳ ରଖନ୍ତୁ ପ୍ରଭୁ। ତାପରେ ଗୀତା ପଢିବି। ଗୀତା ଶ୍ରୀମଦ୍ ଭାଗବତ ଗୀତା। ତୁମେବ ମାତା ଚ ପିତା ତୁମେବ, ତୁମେବ ବନ୍ଧୁଷ ସଖା ତୁମେବ, ତୁମେବ ବିଦ୍ୟା ଦ୍ରବିଡ଼ଂ ତୁମେବ, ତୁମେବ ସର୍ବଂ ମମ ଦେବ ଦେବ। ଶ୍ଲୋକ ଆସିଲା କଣ? ଅପର୍ଯ୍ୟାପ୍ତଂ ତଦସ୍ମାକଂ ବଳଂ ଭୀଷ୍ମାଭିରକ୍ଷିତଂ ପର୍ଯ୍ୟାପ୍ତଂ ଦୁଇଦମେ ତେଷାଂ ବଳଂ ଭୀମାଭିରକ୍ଷିତଂ। ଅର୍ଥାତ୍ ଭୀମଙ୍କ ଦ୍ୱାରା ରକ୍ଷିତ ଆମ୍ଭମାନଙ୍କର ସେନା ଅପରିମିତ ଅର୍ଥାତ୍ ସବୁ ଦୃଷ୍ଟିରୁ ଅଜେୟ ଏବଂ ଭୀମଙ୍କ ଦ୍ୱାରା ରକ୍ଷିତ ଏମାନଙ୍କର ଏହି ସେନା ପରିମିତ ଅର୍ଥାତ୍ ଏହାକୁ ଜୟ କରିବା ଅତି ସହଜ। ଅୟନେଷୁ ଚ ସର୍ବେଷୁ ଯଥା ଭାଗମବସ୍ଥିତାଃ ଭୀଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ବ ଏବ ହି। ତେଣୁ ସକଳ ବ୍ୟୁହ ଦ୍ୱାରରେ ନିଜ ନିଜ ସ୍ଥାନରେ ରହି ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ ଭୀଷ୍ମ ପିତାମହଙ୍କୁ ହିଁ ସକଳ ଦିଗରୁ ରକ୍ଷା କରନ୍ତୁ। ତାପରେ କଣ ଆସିଲା? ତସ୍ୟ ସଞ୍ଜୟ ହର୍ଷଂ କୁରୁ ବୁଦ୍ଧ ପିତାମହ ସିଂହନାଦଂ ବିନଦ୍ୟୋଚୌ ଶଙ୍ଖୌ ଦଦ୍ମୌ ପ୍ରତାପବାନ୍। କୁରୁ ବୁଦ୍ଧ ପ୍ରତାପ ମହାପ୍ରତାପୀ ପିତାମହ ଭୀଷ୍ମ ଦୁର୍ଯ୍ୟୋଧନଙ୍କ ହୃଦୟରେ ହର୍ଷ ଉତ୍ପନ୍ନ କରାଇ ଉଚ୍ଚ ସ୍ୱରରେ ସିଂହନାଦ ପରି ଗର୍ଜନ କରି ଶଙ୍ଖ ବଜାଇଲେ। ଏତିକି କହି ମୁଁ ଅଭିଭାଷଣ ଶେଷ କରୁଛି। ତୁମେବ ମାତା ଚ ପିତା ତୁମେବ, ତୁମେବ ବନ୍ଧୁଷ ସଖା ତୁମେବ, ତୁମେବ ବିଦ୍ୟା ଦ୍ରବିଡ଼ଂ ତୁମେବ, ତୁମେବ ସର୍ବଂ ମମ ଦେବ ଦେବ। ପ୍ରଭୁ ରକ୍ଷା କର ପ୍ରଭୁ।